ସାଙ୍ଗମାନେ ଆଜି ଆପଣମାନଙ୍କୁ ଦେଖେଇବି 4-5 ପ୍ରକାର ପିଆଜ ଓ ରସୁଣ ଲାଗିଛି। ଦେଖନ୍ତୁ ଏଇଠି ଯେଉଁ ମୁଁ ଜାଗାକୁ ଆସିଛି ବର୍ତ୍ତମାନ ଏସବୁ ପିଆଜ ସେଣ୍ଡା ହେଇଗଲାଣି, ବହୁତ ମାନେ ଅଧିକ ପରିମାଣରେ ଫୁଟୁଛି। ଆଉ ସେଇଥିପାଇଁ ମୁଁ କହିଲି ଦେଖିବା ଦର୍ଶକ ବନ୍ଧୁମାନଙ୍କୁ ଦେଖେଇବା ତାଙ୍କ ଅଞ୍ଚଳରେ ବି ଏମିତି ସବୁ ପିଆଜ ରସୁଣ ଲଗା ହୁଏ କି ନାହିଁ। ଏ ଦେଖନ୍ତୁ କେତେ ପରିମାଣରେ ଏଠି ହେଇଛି। ଏଇଟା ହେଲା ଗୋଟେ ଷୋଲବନ୍ଦୀ ପିଆଜ କ'ଣ କୁହନ୍ତି, ଆଉ ଗୋଟେ ଦେଶୀ ପିଆଜ ଆଉ ହାଇବ୍ରିଡ୍ ପିଆଜ, ଏମିତି ସବୁ 3-4 ପ୍ରକାର ପିଆଜ ଲଗେଇଛନ୍ତି। ରସୁଣ 2 ପ୍ରକାର ଲଗେଇଛନ୍ତି। ଆଉ ସିଏ ବିହନ ଲଗେଇଲା ବେଳେ ମୁଁ ସେ ଭିଡ଼ିଓ ମଧ୍ୟ ପଠେଇଛି ଆପଣମାନଙ୍କୁ, ଦେଖେଇଦେବି, ଲିଙ୍କ୍ ଦେଇଦେବି, ଆପଣ ଦେଖିବେ। ଦେଖନ୍ତୁ ଦାଦା ଏଠି ଠିଆ ହେଇଛନ୍ତି, ପାଣି ମଡ଼ଉଛନ୍ତି। କୋବି ବି ମଧ୍ୟ 2-3 ପ୍ରକାର ଲଗେଇଛନ୍ତି, ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି କିଛି ଲଗେଇଛନ୍ତି। ଏଠି ଦେଖନ୍ତୁ ଟମାଟୋ କେତେ ହେଇଛି, ଆଉ ଟମାଟୋ ପାଚି ନାହିଁ କିନ୍ତୁ ହେଇଛି। ପାଣି ମଡ଼ଉଛନ୍ତି ଦାଦା ଏଠି ଠିଆ ହେଇକି। ମୁଁ ପଚାରିଲି ଦାଦା ଏ ପିଆଜ ସେଣ୍ଡା ଗୁଡ଼ା ସବୁ କ'ଣ କରୁଛ? ସେ କହିଲେ କି ଯିଏ ସବୁ ଖାଇବା କଥା ନେଉଛନ୍ତି ତାଙ୍କ ଘରେ ମଧ୍ୟ ସେ ନେଇ ଖାଉଛନ୍ତି। ଦେଖନ୍ତୁ ସବୁ ଯେଉଁଗୁଡ଼ା ଏଗୁଡ଼ା ସବୁ ଧଳା ଧଳା ଦେଖାଉଛି ଏଗୁଡ଼ା ସବୁ ପିଆଜ ସେଣ୍ଡା, ଏଗୁଡ଼ା ଖାଆନ୍ତି, ଭଲ ଲାଗେ। ଆଉ ସେଇପଟେ ଦେଖନ୍ତୁ ପୋଇ ଲଗା ହେଇଛି, କେତେ ବଡ଼ ବଡ଼ ହେଲାଣି ପୋଇ, ଖାଇଲା